ଗତକାଲି ଆମକୁ ସକାଳ ମର୍ଣ୍ଣିଂରୁ ଆମକୁ ଗୋଟେ ରିପୋର୍ଟ ଆସିଥିଲା ଗୋବିଡ଼ା ଗାଁରେ ଝିଅର ଭାଇ ଆସିକି ରିପୋର୍ଟ କରିଥିଲେ ଯେ ଆମକୁ 9 ତାରିଖ ଦିନ ସନ୍ଧ୍ୟାରେ ସ୍ୱପ୍ନା କୁଲୁ ଯିବାକୁ 36 ଇୟର ରହୁଛି ତାଙ୍କୁ ଜଣେ ପୁଅ ତା ନାଁ ମୁକେଶ କୁଲୁ ଯିଏକି ତାଙ୍କୁ ଏକଥର ପୁରା ପ୍ରେମ କରୁଥିଲା ଏବଂ ସେ ବାହା ପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲା ଏବଂ ଘର ଲୋକ ରାଜି ନ ହେବାରୁ ସେ 9 ତାରିଖ ସନ୍ଧ୍ୟାରେ ଝିଅକୁ ଡାକିକି ତାକୁ ଛୁରୀରେ ତାକୁ ହତ୍ୟା ଉଦ୍ୟମ କରିଥିଲା ଏବଂ ସେ ଯାହାଫଳରେ ଝିଅଟା ଇଞ୍ଜୁରୀ ହେଲା ପରେ ଘର ଲୋକ ଖବର ପାଇ ତାକୁ ମେଡ଼ିକାଲକୁ ଆର୍ଜିଏଚ୍କୁ ନେଇଥିଲେ ଏବଂ ରାତିରେ ହିଁ ତାର ମୃତ୍ୟୁ ହେଲା ଏବଂ ସେ ନେଇକି ତାଙ୍କ ଭାଇ ସକାଳେ ଆସିକି ରିପୋର୍ଟ ଦେଇଥିଲେ ଏବଂ ସେ ନେଇକି ଆମେ ବିନୋଦପୁର ଥାନା ଗୋଟେ କେସ୍ କରିଥିଲୁ କେସ୍ ନମ୍ବର 17/2024 ଅଣ୍ଡର ସେକ୍ସନ୍ 13/1 IPCରେ ଏବଂ ତାପରେ ଆମେ କେସ୍ର ଇନଭେଷ୍ଟିଗେସନ୍ କରିଥିଲୁ ଏବଂ ସାଇଣ୍ଟିଫିକ୍ ଟିମ୍ ସହିତ କେସ୍ର ଅନୁସନ୍ଧାନ କରୁଥିଲୁ ଏବଂ ସେ କେସ୍ ନେଇକି ଯେ ମୁକେଶ କୁଲୁ ଯେ ପିଲାଟା ଥିଲା ତାର କରକଟା ଗାଁ ଘର ଚିରପାନି ଏରିଆରେ ତାକୁ ଆମେ ଆରେଷ୍ଟ କରିଛୁ ଏବଂ ସେ କେସ୍ରେ ସେ ଯେଉଁ ଛୁରୀ ବ୍ୟବହାର କରିଥିଲା ତାଙ୍କୁ ମଧ୍ୟ ଯେଉଁଠୁ ଫିକି ଦେଇଥିଲା ଯେଉଁ ନାଲା ପାଖରେ ତାକୁ ମଧ୍ୟ ଜବତ ହେଇଛି ଏବଂ ସେ କେସ୍ରେ ଆଜି ତାକୁ ଆରେଷ୍ଟ କରାଯାଇଛି ଏବଂ ତାକୁ ଫରାର କରାଯାଇଛି।